ଜୟ ଜଗନ୍ନାଥ। ଆଜି ଯୋଉ ଆଲୋଚନା କରିବା କିମ୍ଭୀର ନେଇ ମଝି ନଈରେ ଗଲାଣି ଆମେ ଜାଣିପାରୁ ନା। କହିବାର ତାତ୍ପର୍ଯ୍ୟ ଖାଲି ଟିକେ ଟିକେ କହିଦଉଛି, ବଡ ଏପିସୋଡଟା ହେଇଯିବ। ଅଇକା ତମେ ଦେଖ ଓଡ଼ିଶା ବାତାବରଣ ଏମିତି ସୃଷ୍ଟି ହେଇଛି, ସାଧାରଣ ବ୍ୟକ୍ତିବିଶେଷ ଠାରୁ ସାଧୁ ସନ୍ଥ ପର୍ଯ୍ୟନ୍ତ ସେ ମନକୁ ମନ ସବୁ ମହାପୁରୁଷ ହେଇଗଲେଣି। ଆଉ ଅନେକ ବି କଣ ହେଇଗଲେଣି, ସ୍ୱୟଂ ଅବତାର ପୁରୁଷ। କିଏ ସେ? ସ୍ୱୟଂ କଳ୍କି ରାମ ହେଇଗଲେଣି ନା। ଦେଖୁଛ ସବୁ। କିନ୍ତୁ ଯିଏ ଓରିଜିନାଲ ଲୋକ ସେ ଚୋରଙ୍କ ପରି କୋଉଠି ରହିଥିବ। ମହାପୁରୁଷଙ୍କର ଗୋଟେ ପଦ ମନେ ପଡେ, ଶିଶୁଆନନ୍ଦଙ୍କର, ଭଗବାନ ବୋଲି ମହିପୁରୀ ଯିବ, ଭକ୍ତି ନଥିବ କା ବାସେ। ଗୋଟେ ପଦ ଲେଖିଥିଲେ। ବର୍ତ୍ତମାନ ବହୁତ ଭଗବାନ ବାହାରିଲେଣି, ସେ ଆଉ ନାରାୟଣ ହଉନାହାନ୍ତି। ଏ ଅବତାରୀ ପୁରୁଷ ନୁହଁ, ସ୍ୱୟଂ ଭଗବାନ ବୈକୁଣ୍ଠ ବିହାରୀ। ଏଇଆ ହେଇନି? ଏ ଛୋଟିଆ ଛୋଟିଆ ଛୁଆ ଗୁଡାକ ଆମେ ଦେଖୁଛୁ ଏବେ ବାହାରିକି ସିଏ କରିଲେ ଆମେ ମହାପୁରୁଷ। ବଳଦେବ ରଥଙ୍କ ଗୋଟେ ପଦ ମନେ ପଡେ, ପ୍ରାଣ ସଜନିଲେ ଯାହା ମୁଁ ଦେଖିଲି ଆଜ, କହିବା ଲୋକର ମନକୁ ନ ଆସେ, ଶୁଣିବା ଲୋକକୁ ଲାଜ। ଏମାନଙ୍କର ଯଦି ପ୍ରଭୁ ଏ ଜଗା ପାଖରେ ଯଦି ଭୟ ଥାନ୍ତା, ଏ କେବେ ହେଲେ କହନ୍ତେନି। ଆଉ ଗୋଟେ ଭଲ କଥା ମନେ ରଖିଥ, ଅନନ୍ତ, ଏ ପଦଟା ମନେ ରଖିଥିବ ଭଲ ଭାବରେ। କହିଲେ ଅନନ୍ତ ଉପରେ ଅନନ୍ତ ରଜା, ଅନନ୍ତ ମସ୍ତକେ ଉଡ଼ିବ ଧ୍ୱଜା, ଅନନ୍ତ ଜଗିବ ଭାଟ ଯେ, ଅନନ୍ତ ଅନନ୍ତ ଲୀଳା ଲାଗିଥିବ, ନ ଜାଣିବେ ନଟ କୁଟ ଯେ। କେତେଟା ଅନନ୍ତ ହେଲେ ହିସାବ କରୁଥିବ ସେଇଥିରୁ। ବର୍ତ୍ତମାନ ଅନନ୍ତ ବି ବାହାରି ପଡ଼ିଲେଣି ବହୁତ। ସ୍ୱୟଂ ଜଗନ୍ନାଥଙ୍କୁ କୁହାଯାଏ ଅନନ୍ତ, ଶେଷନାଗକୁ କୁହାଯାଏ ଅନନ୍ତ, ଯାହାର ଆକାର ନାହିଁ ତାକୁ କୁହନ୍ତି ଅନନ୍ତ ନା। ପୁଣି ଅବତାର ପୁରୁଷ ହେଇକି ଆସିଲେ କିଏ? ଶିଶୁଆନନ୍ଦଙ୍କୁ କୁହନ୍ତି ଅନନ୍ତ। ପୁଣି ଭାଗବତ କହିଲେ ଅଣ ଅକ୍ଷର ଜାର ଦେହି, ଅନନ୍ତ ନାମେ ଅନ୍ତ ନାହିଁ। ତାହେଲେ ସେ ଅଣ ଅକ୍ଷରଟା କେମିତିଆ? ଆଉ ମନେ ରଖିଥା, ଅଣ ଅକ୍ଷର ଅ ଅକ୍ଷର ନୁହଁ, ଅଣ ଅକ୍ଷର ଅ ଅକ୍ଷର ନୁହଁ। ଇଏ ଗୁରୁକୁଳ ଛାଟ ଯାହା ଧୀରେ ବାଇଥିବ ସିଏ ତା କଥା ଜାଣିବ। ଅଣ ଅକ୍ଷରୁ କ୍ଷରାକ୍ଷର, ଏଣୁ ତା ନାମଟି ଅକ୍ଷର। ଅଣ ଅକ୍ଷରୁ କ୍ଷରିଲା କଣ? ଅକ୍ଷର ହେଲା। ଅଣ ଅକ୍ଷର ଜାର ଦେଇ ଅନନ୍ତ ନାମେ ଅନ୍ତ ନାହିଁ। ସେ ଅଣ ଅକ୍ଷରଟା କେମିତିଆ ବୁଝିହଉଛି? ଯାହାର ଆଦି ଅନ୍ତ କିଛି ନାହିଁ, ଅନନ୍ତ ନାମ ଅନ୍ତ ନାହିଁ। ଆମକୁ ଜଣେ ଫୋନ କରି କହିଲେ ଅନନ୍ତ ତିନି ପ୍ରକାର। ଆମେ କହିଲେ ନାଇଁ ବାପା, ମହାପୁରୁଷ ଏଇ କଥା ଲେଖିଛନ୍ତି, ଅନନ୍ତ ଉପରେ ଅନନ୍ତ ରଜା, ଅନନ୍ତ ମସ୍ତକେ ଉଡ଼ିବ ଧ୍ୱଜା। ଏମିତି ପ୍ରକାର ସବୁ ଅନନ୍ତ ରହିଛନ୍ତି, ଯାହାକୁ କୁହନ୍ତି ଶୁଦ୍ଧ ଓଡ଼ିଆରେ ଅବତାର ଲୀଳା ଯେତେବେଳେ ଆସିବେ, ସତ୍ୟ ଅନନ୍ତ, ବ୍ରହ୍ମ ଅନନ୍ତ, ଆଦି ଅନନ୍ତ, ଅନନ୍ତ, ଶିଶୁ ଅନନ୍ତ ହେଲେଣି ପାଞ୍ଚ। ଏଇ ମତରେ ଆମେ କହିବାର ତାତ୍ପର୍ଯ୍ୟ, ଘରେ ଘରଣିଆ ଲୁଚି ବୁଲୁଥିବ, ଯାଇ ଫୁଲ ଭକତଙ୍କୁ ଖୋଜୁଥିବ। ଅଚ୍ୟୁତ ଲେଖିଛନ୍ତି, ପ୍ରଭୁ ଲୁଚି କଣ କି ବୁଲୁଥିବେ ବ୍ରହ୍ମାଣ୍ଡରେ,
ସେ ଭକ୍ତଙ୍କୁ ଖୋଜୁଥିବେ। ଯେତେବେଳେ 51 ଅଙ୍କ ହବ ପ୍ରଭୁଙ୍କର, ସେ କୋଉଠି ଲୀଳା ପ୍ରକାଶ କରିବେ। ଆଜି ସେଇ ବିଷୟ ଆଲୋଚନା କରିବା। ମହାପୁରୁଷଙ୍କର ଶିବକଳ୍ପ ଶାସ୍ତ୍ର କଣ କହିଲେ? ମହିରେ ଚାଲିଲେ ଚିହ୍ନା ନ ପଡିବ, ଏମନ୍ତ ପୁରୁଷ ଯହିଁ ନିଶ୍ଚୟ ବ୍ରହ୍ମମୁନି ଅବତାର ଶ୍ରେଣୀ ଅଟନ୍ତି ନନ୍ଦତ ନଈ। ସେ ସାଧୁ ହେଇନଥିବେ, ସନ୍ଥ ହେଇନଥିବେ, ମୁନି ଋଷି ମଧ୍ୟ ହେଇନଥିବେ, ସାଧାରଣ ବ୍ୟକ୍ତି ବିଶେଷ ହେଇଥିବେ, ପୁଣି ସାଧୁ ହେଇଥିବେ, ସନ୍ଥ ହେଇଥିବେ, ମୁନି ଋଷି ମଧ୍ୟ ହେଇଥିବେ। ମାନେ ସିଏ ନିଜେ ଲୁଚିକି କଣ ହେଇଥିବେ? ବୁଲୁଥିବେ। ସିଏ ଖୋଜୁଥିବେ ଭକ୍ତଙ୍କୁ, କିନ୍ତୁ ତାଙ୍କୁ କେହି ଚିହ୍ନି ପାରିବେ ନାହିଁ। ସିଏ କହିଲେ ମହିରେ ଚାଲିଲେ ଚିହ୍ନା ନ ପଡିବେ। ମହିରେ କଣ ପାଦ ଦେଇ ଚାଲିଲେ? ନା, ଏ ଭାବାର୍ଥ ଶବ୍ଦ। ମାନେ ସଂସାର ମଧ୍ୟରେ ସେ ପରିଭ୍ରମଣ କରୁଥିବେ, ତାଙ୍କୁ କେହି ଚିହ୍ନି ପାରିବେ ନାହିଁ। ଏମନ୍ତ ପୁରୁଷ ଯହିଁ ନିଶ୍ଚୟ ବ୍ରହ୍ମମୁନି ଅବତାର ଶ୍ରେଣୀ ଅଟନ୍ତି ନନ୍ଦତନଇ। ନନ୍ଦତନଇ କିଏ? ସେ ନାରାୟଣ, ସେ ବ୍ରହ୍ମମୁନି, ବ୍ରହ୍ମ ଅବତାର ଅଂଶ କଳାରେ ପ୍ରଭୁଙ୍କର ଆବିର୍ଭୂତ ହେଇଥିଲେ କୃଷ୍ଣଙ୍କର। ଦେହ ଜୀବନକୁ ପାଦେ ସମର୍ପିଲେ, ନ ଜାଣିଲେ ଗୋପଙ୍ଗନା ଶ୍ରୀଗୁରୁ ପଦରେ ଚିତ୍ତ ନିବେଶିଲେ, ଜାଣିବୁ ତାଙ୍କର ସୀମା। କହିଲେ ଦେହ ଜୀବନକୁ ପାଦେ ସମର୍ପିଲେ, ଦ୍ୱାପର ଯୁଗରେ ଗୋପାଙ୍ଗନା ମାନେ ତାଙ୍କ ଶରୀରକୁ ପ୍ରଭୁଙ୍କୁ ଅର୍ପଣ କରିଦେଲେ, କିନ୍ତୁ ସେ ପ୍ରଭୁଙ୍କୁ ଚିହ୍ନି ପାଇଲେ ନାହିଁ। ଠିକ ନା ଭୁଲ? କିନ୍ତୁ ଏ କଳି ଯୁଗରେ କେମିତି ଚିହ୍ନିବୁ? ନା ଶ୍ରୀଗୁରୁ ପଦରେ ଚିତ୍ତ ନିବେଶିଲେ ଜାଣିବୁ ତାଙ୍କର ସୀମା। ତୁ ଯଦି ଶ୍ରୀଗୁରୁ ମାନେ ସଦ୍ଗୁରୁଙ୍କ କୃପା ଲାଭ କରିଥିବୁ, ତାହେଲେ ତୁ ତାଙ୍କୁ ଜାଣିପାରିବୁ। ଯୁଗ ଶବ୍ଦରେ ପ୍ରକାଶ ହୋଇ ଅନନ୍ତ ଗୁପ୍ତ ହୋଇ, ଅନ୍ତ ନାହିଁ ଜଣି କେ ପାରିବ କହି ସ୍ୱରୂପ ଶବ୍ଦ ହୁଏ। କି ସୁନ୍ଦର କଥା କହିଛନ୍ତି। ଯୋଗ ଶବ୍ଦରେ ପ୍ରକାଶ ନୁହଇ, ଅନନ୍ତ ଗୁପ୍ତ ହୋଇ। କହିଲେ ସେ ବ୍ରହ୍ମମୁନି, ସେ ଅବତାର ଅନନ୍ତ ପୁରୁଷ, ସେ ନାରାୟଣ। ସେ କଣ ହେଇଥିବେ? ଯୋଗ ଶବ୍ଦରେ ପ୍ରକାଶ ହୁଅନ୍ତି, ମାନେ ଖୁବ ସମୟ ତାଙ୍କ ଅନ୍ତର ଭିତରେ ସେ ପ୍ରଭୁଙ୍କ ପାଖରେ କଣ କରନ୍ତି? ସଂସାର ଲୀଳା ଖେଳା ପରିପ୍ରକାଶ କରନ୍ତି। ଅନନ୍ତ ଗୁପ୍ତ ହୁଏ, ତାଙ୍କୁ କେହି ଜାଣିପାରନ୍ତି ନାହିଁ। ଅନ୍ତ ନାହିଁ ଜଣି କେ ପାରିବ କହି, ତାଙ୍କର ଯାହାର ଆଦି ଅନ୍ତ କେହି ପାଇନାହାନ୍ତି, ମଣିଷ ସମାଜ କଣ ପାଇବେ? ସ୍ୱରୂପ ଶବ୍ଦ ଭୂଇଁ, ତାଙ୍କ ସ୍ୱରୂପକୁ କେହି ଜାଣିପାରିବେ ନାହିଁ। ପୁଣି କଣ କହିଲେ? ତୁମ୍ଭ ନିମନ୍ତେ ମୁଁ ପ୍ରକାଶ ହୋଇଛି, ଶୁଣ ଯୋଗେନ୍ଦ୍ର କୁମର, ନ କହିବ କାହିଁ ଗୁପ୍ତେ ଥିବ ଥୋଇ, କାମ ହୋଇବ ମନ୍ଦର। ହେ ଯୋଗେନ୍ଦ୍ର କୁମର, ତୁମ ପାଇଁ ମୁଁ ପ୍ରକାଶ, ଏ କଥା କାହାକୁ କହିବ ନାହିଁ, କାମ ହୋଇବ ମନ୍ଦର। ଇଏ ସବୁ ଧୀରେ 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 ଏ କାମ ହବ, ମାନେ ଗୁପ୍ତରେ। ନିର୍ବେଦ ଭଜନ କାହିଁ ନାହିଁ ଦେହ ଜ୍ଞାନ, ମହି ଭ୍ରମି କେତେ କାଳ, 31 ପ୍ରକାଶ ହୋଇବ ଅମର ଭୂମିରେ ଖେଳ। ଏମିତି ବୁଲି 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 ସେ କଣ କରିବେ? 31 ବୋଲେ 31, 20 ବୋଲେ 20, ମିଶି କେତେ ହେଲା? 51। କହିଲେ 51 ଅଙ୍କରେ ଅମର ଭୂମି, ଅମର ଭୂମି ବୋଲନ୍ତି ଅମରାବତୀ କଟକ ଛତିଆ ଏରିଆ ହେଲା। କହିଲେ ସେଇଠି କଣ କରିବେ? ସେ ଲୀଳା ଖେଳା ପରିପ୍ରକାଶ କରିବେ, କିନ୍ତୁ କେହି ତାଙ୍କୁ ଜାଣିପାରିବେ ନାହିଁ। ଅଭୟ ପନ୍ଦର ମହିମା ମନ୍ଦର, କଳନା କେ କହିପାରେ, କୋଟି କଳ୍ପେ ବ୍ରହ୍ମା ଚିହ୍ନି ନ ପାରିଲେ, ଆସିବେ ସେ ମର୍ତ୍ତ୍ୟ ପୁରେ। ଯାହାର ଆଦି ଅନ୍ତ କେହି ପାଇଲେ ନାହିଁ, ତାକୁ କିଏ ଜାଣିବ? ବ୍ରହ୍ମା କାହାର ଆଦି ଅନ୍ତ ପାଇଲେନି, ମଣିଷ କଣ ପାଇବେ? ସେଥିପାଇଁ କହନ୍ତି ନାହିଁ, ହେ ମାୟାଧାରୀ ତୋ ମାୟା କିଏ ଜାଣିବ, ଯୁଗେ ଯୁଗେ ଅବତାରୀ ଯାହା ନ ପାଇଲେ ଶିବ। ଯୁଗେ ଯୁଗେ ଅବତାରୀ ଯାହା ନ ପାଇଲେ ବ୍ରହ୍ମା ଶିବ। ଏ ମାୟାଧାରୀ ତୋ ମାୟା କିଏ ଜାଣିବ। ବିଚିତ୍ର ଖେଳ। ଏତିକି ମନେ ରଖିଥା, ଆମର ଦୃଢ ବିଶ୍ୱାସ ମହାପ୍ରଭୁ ନିଶ୍ଚିନ୍ତ 51 ଅଙ୍କରେ ହେଲା ଅମରାବତୀ କଟକ ସୀମା ମଧ୍ୟରେ କେଉଁଠି ଲୀଳା ଖେଳା ପରିପ୍ରକାଶ କରିବେ,
ତା କେହି ଜାଣିପାରିବେ ନାହିଁ। ଆଉ ସଦା ସର୍ବଦା ଗୁପ୍ତ ଲୀଳା ହିଁ ଗୁପ୍ତ। ଏ ବହୁ ଆଡମ୍ବର ଲଘୁ ପ୍ରିୟା। ମହାପୁରୁଷ ଦୁଇ ଭାବରେ ଲେଖିଛନ୍ତି, ଗୋଟେ ପ୍ରକଟ ଲୀଳାକୁ ଲେଖିଛନ୍ତି, ଗୋଟେ ଗୁପ୍ତ ଲୀଳା ଲେଖିଛନ୍ତି। ଗୁପ୍ତ ଲୀଳାଟା ସତ୍ୟ, ପ୍ରକଟ ଲୀଳାଟା ହଉଛି ଅସତ୍ୟ। ପ୍ରକଟ ଲୀଳା ଯୋଉମାନେ ପ୍ରଭୁ ପ୍ରଭୁ କହୁଛନ୍ତି, ଇଏ ହଉଛି ପ୍ରକଟ ଲୀଳା, ଏଗୁଡାକ ସ୍ଥାୟୀ ନୁହଁ। କିନ୍ତୁ ଗୁପ୍ତ ଲୀଳା ସର୍ବଦା ସର୍ବଦା କଣ? ଚିରସ୍ଥାୟୀ। ବୁଝିପାରିଲେ ନା? ବୁଝିପାରିଲେ? ଏକାବନଙ୍କରେ ଅମରାରିପୁରେ କଣ ହବ? ଲୀଳା ଖେଳା ହେବ ବୋଲି ମହାପୁରୁଷ ଅଚ୍ୟୁତ ତାଙ୍କର ନବଘଣ୍ଟ ନିର୍ଘଣ୍ଟ ବା ଶିବକଳ୍ପ ଶାସ୍ତ୍ରରେ ଆମ ମାନଙ୍କୁ କଣ କରୁଛନ୍ତି? ଚେତନା ଦେଇ ଯାଇଛନ୍ତି। ଜୟ ଜଗନ୍ନାଥ। ସେଇ ପ୍ରଭୁ ଜଗତର ନାଥ ଜଗନ୍ନାଥ ଭକ୍ତମାନ ସଦିଚ୍ଛା ପୂର୍ଣ୍ଣ କରନ୍ତୁ। ବୋଲ ଆନନ୍ଦେ କୋ ହରି ବୋଲ।